ଭାଇ ମତେ କହିଲା ଆଉ ମୁଁ ଗୋଟେ କହିଲି ଆଉ ଗୋଟେ ଭଲ ଗୋଟେ ଗଣିତ ପ୍ରଶ୍ନ ଅଛି, ଏଟା ଭଲ ପ୍ରଶ୍ନ ଶୁଣ। ମାନେ ଗୋଟିଏ ପୋଖରୀରେ ଆଜି ଯେତିକି ଫୁଲ ଫୁଟିବ କାଲିକି ସେ ଡବଲ ହେଇଯିବ। ମାନେ ଯୋଉ ଦିନ ଯେତିକି ଫୁଲ ଫୁଟିବ ତା ପରଦିନ ଡବଲ ହେଇଯିବ। ସେ ପୋଖରୀ ଫୁଲ ହବା ପାଇଁ ତାକୁ 30 ଦିନ ସମୟ ଲାଗିଲା। ତା ସେ କେତେ ଦିନରେ ଅଧା ହେଇଦବ? କଣ ଇଏ ଆଉ ଥରେ ଗୋଟେ ଗୋଟେ ପୋଖରୀରେ ପ୍ରତ୍ୟେକ ଦିନ ଗୋଟେ ଯେତିକି ଫୁଲ ଫୁଟିବ ତା ପରଦିନ ସେ ଫୁଲଟା ଡବଲ ହେଇଯିବ। ସେମିତି ସେ ପୋଖରୀ ଫୁଲ ହବା ପାଇଁ ତାକୁ ସମୟ ଲାଗିଲା 30 ଦିନ, କିନ୍ତୁ ଅଧା ହେଇଦବ କେତେ ଦିନରେ? ଅଧା ହେଇଥିବ 29 ଦିନରେ। ଫୁଲ ହବା ଲାଗିବ 30 ଦିନ, ଅଧା ହବ 38 ଦିନ। ଗୋଟେ ଦିନ ଡବଲ ଡବଲ ହେଇଯିବ ନା, ଗୋଟାଏ ଦିନ ପରେ ଡବଲ ହେଇଯାଉଛି ନା। ହଁ ବା 29 ତାହେଲେ 38, ମୁଁ କହିଲି 38 ଦିନରେ ଯେତିକି ହେଇଥିବ ତା 30 ଦିନ ସେ ଡବଲ ହେଇଯିବ। କେତେ ଦିନ ହଉଛି? 38 ଦିନ କଣ 29 ଦିନ କରୁଛୁ? 29। 29। ହଁ। ହଁ, 29 ଦିନ ହେଲା ଠିକ ଉତ୍ତର। ଗୋଟେ କହିଛି ନା ଆଉ। ମୁଁ ସେଗୁରା ବୁଝିପାରୁନି, ସେ ଗଣିତ ଫଣିତ ମୋ ଦ୍ଵାରା ହବନି। ନା ଗଣିତ ସେଇ କଥା ନାହିଁ, ସେ ହଉଛି ମାନେ ଲିପି ପୁରା ଧଡକିନା କିଛି କହିଲ। କାହିଁକି ନା ମୁଁ ଜାଣିଛି ମାନେ ଏମିତି ଅଛି ପ୍ରଶ୍ନ ରାଜା, ଗୋଟାଏ ଦିନ ପରେ ହେଇଯାଏ ଡବଲ। ମାନେ 15 ଦିନ ଲୋକ କହିବେ 15 ଦିନ ନା ଅଧା ହବନି ହେଲା, ଗୋଟେ ଦିନ କମ ହବ। ଆରେ ମିଛ କଥା କହନା, କୋଉଠି ଗୋଟେ ଦେଖିକି କହିବୁ। ନା ନା ଭିଡିଓ ମୁଁ ଦେଖିନି, କୋଉଠି ଦେଖିବି କଣ ଖାଲି ଦେଖିଲା? ପ୍ରଶ୍ନ ନୂଆ ଲାଗୁଛି ମତେ।